ଅନେକ ଉନ୍ନତି ସତ୍ତ୍ୱେ ବି ଆଜି ଯାଏ ମୃତ୍ୟୁ କ'ଣ ତାକୁ ବୁଝିପାରେନି ମଣିଷ। ଦୁନିଆରେ ବାକି କିଛି ମିଛ ହୋଇଥାଇପାରେ, କିନ୍ତୁ ମୃତ୍ୟୁ ନିରାଟ ସତ୍ୟ। ଜଣେ ଜନ୍ମ ହୋଇଛି ମାନେ ତାର ମୃତ୍ୟୁ ସୁନିଶ୍ଚିତ। ସେଥିପାଇଁ ଭାଗବତ କୁହେ, ମର୍ତ୍ତ୍ୟମଣ୍ଡଳେ ଦେହ ବହି ଦେବତା ହୋଇଲେ ମରଇ। ମୃତ୍ୟୁ କାହାକୁ ବା ସ୍ପର୍ଶ କରିନି। କୃଷ୍ଣଙ୍କ ପରି ଅବତାରୀ ପୁରୁଷ ବି ମୃତ୍ୟୁର ସ୍ପର୍ଶରୁ ବଞ୍ଚି ପାରି ନାହାନ୍ତି। ଜନ୍ମରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ମଣିଷ 16ଟି ସଂସ୍କାର ଦେଇ ଜୀବନର ଆନନ୍ଦ ନିଏ। ଆଜି ଆମେ ସେହି ଶେଷ ସଂସ୍କାର ବା ଯାହାକୁ ଅନ୍ତିମ ସଂସ୍କାର ବୋଲି କୁହାଯାଏ ତା ବିଷୟରେ ଜାଣିବା। ଶରୀର ମଧ୍ୟକୁ ଯାତାୟାତ କରୁଥିବା ପବନ, ଯାହାକୁ ଯିବା ସମୟରେ ପ୍ରାଣ ଏବଂ ଆସିବା ସମୟରେ ଅପ୍ରାଣ ବୋଲି କୁହାଯାଏ। ଦିନେ ଶରୀରକୁ ଆଉ ସେ ପ୍ରାଣ ପ୍ରବେଶ କରେ ନାହିଁ। ସେଥିପାଇଁ ଲୋକେ କୁହନ୍ତି ପ୍ରାଣବାୟୁ ଉଡ଼ିଗଲା। ମଣିଷର ମୃତ୍ୟୁ ପରେ ଶରୀର ତାର ଅସ୍ତିତ୍ୱ ହରାଇ ବସେ। ଯେଉଁ ଶରୀରକୁ ଲୋକେ ଅନେକ ନାଁରେ ଡାକୁଥିଲେ, ଏବେ ତାକୁ ଶବର ଆଖ୍ୟା ଦିଆଯାଏ। ସମସ୍ତଙ୍କ ଗହଣରେ ଯିଏ ଅତି ପ୍ରିୟ ଥିଲା, ଯାହାକୁ ଲୋକେ କୋଳେଇ କାଖେଇ ଆଲିଙ୍ଗନ କରୁଥିଲେ, ହଠାତ୍ ସେହି ଲୋକଟି ପାଲଟି ଯାଏ ଅଛୁଆଁ ଶବଟି, ଯାହାକୁ ଛୁଇଁବା ମାତ୍ରେ ଲୋକଙ୍କୁ ଏବଂ ଆତ୍ମୀୟମାନଙ୍କୁ ଗାଧେଇବାକୁ ପଡ଼େ। ଅନ୍ତିମ ସଂସ୍କାରରେ ଅନେକ ପ୍ରକାର ନୀତି ଏବଂ ବିଧିର ପାଳନ କରାଯାଏ। ସେଗୁଡ଼ିକ ମଧ୍ୟରୁ ଗୋଟିଏ ବିଧି ଅଛି, ଯେଉଁଥିରେ କର୍ତ୍ତା ଅର୍ଥାତ୍ ଯିଏ ମୁଖାଗ୍ନି ଦେବେ, ଗୋଟିଏ ମାଟି ହାଣ୍ଡିରେ ପାଣି ଭରି ସେଥିରେ କଣାଟିଏ କରି ଜୁଇ ଚାରିପଟେ ବୁଲନ୍ତି। ଏହି ନୀତିର ଦୁଇଟି ଅର୍ଥ ରହିଥାଏ, ଗୋଟିଏ ଆଧ୍ୟାତ୍ମିକ ବା ତାତ୍ତ୍ୱିକ ଏବଂ ଅନ୍ୟଟି ହେଉଛି ବୈଜ୍ଞାନିକ। ଆଧ୍ୟାତ୍ମିକ ବା ତାତ୍ତ୍ୱିକ ଅର୍ଥ ଅନୁଯାୟୀ ମାଟି ହାଣ୍ଡିଟି ହେଉଛି ଶରୀର, ଯାହା ମାଟି ହାଣ୍ଡି ସମ ଅତ୍ୟନ୍ତ ନମନୀୟ, ଏବଂ ତନ୍ମଧ୍ୟରେ ଥିବା ପାଣିଟି ହେଉଛି ଆତ୍ମା, ଯାହାକୁ ଶରୀର ଧରି ରଖିଛି। ମାଟି ହାଣ୍ଡିର କଣା ମଧ୍ୟ ଦେଇ ବାହାରୁଥିବା ପାଣିକୁ ସମୟ ସହିତ ତୁଳନା କରାଯାଇପାରେ। ସେହି ସମୟ ଯାହାକୁ ଆଇନଷ୍ଟାଇନ ପ୍ରକୃତିର ସବୁଠାରୁ ବଡ଼ ନିୟାମକ ଭାବରେ ଆଖ୍ୟା ଦେଇଥିଲେ। ଧୀରେ ଧୀରେ ପ୍ରତିଟି ମଣିଷର ସେହି ସମୟ ସରି ସରିଯାଏ ଏବଂ ଯେତେବେଳେ ସମୟ ସରିଯାଏ, ସେହି ଆତ୍ମାକୁ ପୁଣି ଫେରିବାକୁ ପଡ଼େ। ଶରୀରଟି ଭଙ୍ଗା ମାଠିଆ ପରି ପୁଣି ମିଶିଯାଏ ପଞ୍ଚଭୂତରେ। ଶରୀର ଛାଡ଼ିଥିବା ଆତ୍ମା ଏବଂ ତାର ଆତ୍ମୀୟମାନଙ୍କୁ ଏହି ନୀତି ଦ୍ୱାରା ଜଣାଇ ଦିଆଯାଏ ଯେ ଆତ୍ମା ଅମର, କିନ୍ତୁ ସେ ଶରୀର ଛାଡ଼ି ଯିବାକୁ ହେବ। ବୈଜ୍ଞାନିକ କାରଣ ଅନୁଯାୟୀ ଜୁଇର ଚତୁଃପାର୍ଶ୍ୱରେ କଣା ମାଠିଆ ଦ୍ୱାରା ପାଣି ଢାଳିଲେ ଜୁଇରେ ଲାଗିଥିବା ନିଆଁ ଅନ୍ୟ ସ୍ଥାନକୁ ପ୍ରସାରିତ ହୁଏ। ସେ ଯାହା ବି ହେଉ, ଆମର ପିତୃପୁରୁଷମାନଙ୍କ ଦ୍ୱାରା ଅନୁସରଣ କରାଯାଉଥିବା ଏମିତି ଅନେକ କର୍ମ ଏବଂ ରୀତିନୀତିର କିଛି ବା କିଛି ତାତ୍ତ୍ୱିକ ଏବଂ ବୈଜ୍ଞାନିକ କାରଣ ରହିଥାଏ। ସେଗୁଡ଼ିକୁ ଜାଣିଲେ ଜୀବନ ଆହୁରି ସରସ ସୁନ୍ଦର ହୁଅନ୍ତା।